ରୁଟି ହେଉ କି ପରଟା, ଡାଲମା ବା ସନ୍ତୁଳାର ଆବଶ୍ୟକତା ଅଛି। ନମସ୍କାର, ଆପଣ ସମସ୍ତଙ୍କ ଚ୍ୟାନେଲକୁ ସ୍ୱାଗତ। ଆଜି ମୁଁ ସନ୍ତୁଳାକୁ ନେଇ ଏକ ଭିଡ଼ିଓ ପ୍ରସ୍ତୁତ କରିଛି। ଏହି ସନ୍ତୁଳା ପାଇଁ ମୁଁ 2ଟି କଞ୍ଚା କଦଳୀ ନେଇଛି, ତାର ଚୋପା ଛଡ଼ାଇ କାଟି ନେଇଛି। 2ଟି ବାଇଗଣ ନେଇଛି, ତାକୁ କାଟି ଦେଇଛି। 2ଟି ଜହ୍ନି ଚୋପା ଛଡ଼ାଇ ଲମ୍ବା ସାଇଜରେ ତାକୁ କାଟି ନେଇଛି। ଆଳୁ ମୁଁ ବ୍ୟବହାର କରି ନାହିଁ, ଆପଣ ଚାହିଁଲେ ଆଳୁ ଦେଇକି ତରକାରୀ କରିପାରିବେ। 2ଟି ସଜନା ଛୁଇଁ ନେଇଛି, ଗୋଟିଏ ବିଲାତି ନେଇଛି। ପ୍ରଥମେ ଆମେ ପ୍ୟାନରେ ସବୁ ଧୁଆ ପରିବାକୁ ଦେଇଦେବା। ସ୍ୱାଦ ଅନୁସାରେ ଲୁଣ ଦେବା, 1 ଚାମଚ ହଳଦୀ ଗୁଣ୍ଡ ଦେବା, 2 କପ୍ ପାଣି ଦେବା। ପରିବାକୁ ସବୁ ସଜାଇ ସାରିଲା ପରେ ଆମେ ଗ୍ୟାସ୍ ଅନ୍ କରିବା, ପ୍ୟାନ୍ ବସାଇବା। ହାଇ ଆଞ୍ଚରେ ଆମେ ଏହି ପରିବାକୁ ସବୁ ସିଝାଇବା। ପରିବା ସିଝାଇବା ପାଇଁ ଏକ ଢାଙ୍କୁଣୀ ଢାଙ୍କି ଦେବା। ପରିବା ଆମର ସିଝି ଯାଇଛି, ଢାଙ୍କୁଣୀ ବାହାର କରି ଦେଖିଲେ କଦଳୀ, ବାଇଗଣ, ଛୁଇଁ ସବୁ ସିଝି ଯାଇଛି। ହାଇ ଆଞ୍ଚରେ ପରିବା ସିଝାଇଲେ ବାଇଗଣ କାଙ୍କ ସିଝା ହେବ ନାହିଁ। ପରିବା ସିଝି ଯାଇଛି, ତେଣୁ ଆମେ ଏକ ବାଉଲକୁ ପରିବାକୁ ସବୁ ବାହାର କରି ନେବା। ତାର ଛୁଙ୍କ ପାଇଁ ଗ୍ୟାସରେ ପ୍ୟାନ୍ ବସାଇ ତେଲ ଗରମ କରି ନେବା। 1 ଚାମଚ ପଞ୍ଚଫୁଟଣ, 1 ଚାମଚ ଜିରା, 1 ଶୁଖିଲା ଲଙ୍କାକୁ ଛିଡ଼ାଇ ଦେବା। 1 କଟା ପିଆଜ ଦେବା। ପିଆଜ ଟିକେ ନାଲି ହୋଇ ଭାଜି ହୋଇଗଲା ପରେ ବିଲାତି ସିଝାକୁ ଆଗେ ଦେବା। 1 ଚାମଚ ଲଙ୍କାଗୁଣ୍ଡ ଦେବା, 1 ଚାମଚ କରି ପାଉଡ଼ର ଦେଇ ମସଲାକୁ ଗୋଳାଇବା। ବିଲାତିରେ ଟିକେ ପାଣି ମରିଗଲା ପରେ ସିଝାଇ ରଖିଥିବା ପରିବାକୁ ଆମେ ପ୍ୟାନରେ ଦେଇଦେବା। ତାପରେ ଆମେ ସବୁ ପରିବା ଆଉ ମସଲାକୁ ଗୋଳାଇ ନେବା। ହାଇ ଆଞ୍ଚରେ ଜାଳ ରଖିବା। ଏକ ଢାଙ୍କୁଣୀ 3 ରୁ 4 ମିନିଟ୍ ଢାଙ୍କି ନେବା। 4 ମିନିଟ୍ ପରେ ଢାଙ୍କୁଣୀ ବାହାର କରି ଦେଖିବା। ଆମର ପରିବା ସିଝି ଯାଇଛି, ତାର ଗ୍ରେଭିରେ ମିଶି ଯାଇଛି। 1 ଚାମଚ ଜିରା ଗୁଣ୍ଡ, କଟା ଧଣିଆ ପତ୍ର ଦେଇଦେବା। ଆମର ସନ୍ତୁଳା ପ୍ରସ୍ତୁତ ହୋଇଯାଇଛି। ଗରମ ଗରମ ରୁଟି ବା ପରଟା ସାଥିରେ ଖାଇବାକୁ ବହୁତ ଭଲ ଲାଗିବ। 1 ରୁଟି ଜାଗାରେ ଆପଣ 3ଟି ରୁଟି ଖାଇବେ। ଆପଣଙ୍କୁ ମୋ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର, କମେଣ୍ଟ କରିବେ। ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଆଉ ଏକ ନୂଆ ଭିଡ଼ିଓ ନେଇ ଆସିଲେ ଆପଣଙ୍କ ସହିତ ସାକ୍ଷାତ ହେବ। ନମସ୍କାର।